ନମସ୍କାର, ଜୟ ଜଗନ୍ନାଥ। ମୁଁ ସୁଜାତା, ଓଡ଼ିଆ ବ୍ଲଗ୍ସ ପେ ସୁଜାତାରେ ଆପଣମାନଙ୍କୁ ସ୍ୱାଗତ କରୁଛି। ଚିଲିକା ହ୍ରଦ ବିଶ୍ୱର ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିଛି। କାହିଁ କେତେ ଦୂର ଦୂରାନ୍ତରୁ ପର୍ଯ୍ୟଟକମାନେ ଏଠାକୁ ଆସୁଛନ୍ତି ବିଶ୍ୱର ସର୍ବବୃହତ ଲୁଣିଆ ହ୍ରଦର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ। ଚିଲିକା ହ୍ରଦ ଗର୍ବ କରେ ନିଜର ସୌନ୍ଦର୍ଯ୍ୟ ଇତିହାସକୁ ନେଇ। ଚିଲିକା ହ୍ରଦରେ ଅଛି ମା କାଳିଜାଇଙ୍କର ମନ୍ଦିର। ତାହେଲେ ଆସନ୍ତୁ ଜାଣିବା ଏହାର ରହସ୍ୟ ବିଷୟରେ। ବାଣପୁର ନାମକ ଏକ ଗ୍ରାମରେ ଜଣେ ଗରିବ ପରିବାରରେ ଜାଇ ନାମର ଗୋଟିଏ ଝିଅ ଜନ୍ମ ନେଲା। ଜାଇର ଏକମାତ୍ର ଭାଇ। ସେ ପିଲାଟି ଦିନରୁ ଅତି ଅଲିଅଳରେ ବଢ଼ିଥିଲା। ତାଙ୍କ ପିତାମାତା ତାଙ୍କୁ ସବୁ ପ୍ରକାର ଖୁସି ଦେଇ ଲାଳନ ପାଳନ କଲେ। ତାଙ୍କ ବାପା ଜଣେ ଚାଷୀ ଥିଲେ। ନିଜର ସ୍ତ୍ରୀ ଓ 2 ପୁଅ ଝିଅକୁ ନେଇ ସେ ବେଶ ଖୁସିରେ ଜୀବନ କାଟୁଥିଲେ। ଦିନ ପରେ ଦିନ ଗଡ଼ି ଚାଲିଲା। ଜାଇ ଛୋଟରୁ ବଡ଼ ହେବାକୁ ଲାଗିଲା। ତାଙ୍କର ବିବାହ ବୟସ ବି ହୋଇଗଲା। ତାହା ପାଇଁ ବିବାହ ପ୍ରସ୍ତାବ ମଧ୍ୟ ଆସିବାକୁ ଲାଗିଲା। କିନ୍ତୁ ଜାଇ ବିବାହ କରିବନି ବୋଲି ମନା କରିଦେଲା। ବହୁତ ଭଲ ଭଲ ପ୍ରସ୍ତାବକୁ ଜାଇ ମନା କରିଦେଲେ। ବାପା ମା ଏହା ଦେଖି ଅତ୍ୟନ୍ତ ଚିନ୍ତିତ ହୋଇ ପଡ଼ିଲେ। ଝିଅକୁ ଡାକି କହିଲେ, ମା ଲୋ, ଝିଅ ଜନ୍ମ ତ ପର ଘରକୁ। ଦିନେ ନା ଦିନେ ତତେ ପର ଘରକୁ ଯିବାକୁ ହେବ। ସେତେବେଳକୁ ଜାଇକୁ 16 ବର୍ଷ ପୂରି ଯାଇଥିଲା। ତାର କିଛି ଦିନ ପରେ ପାଖ ଗାଁ ପାରିକୁଦରୁ ଜଣେ ତାଙ୍କ ପୁଅର ପ୍ରସ୍ତାବ ନେଇ ଜାଇ ଘରକୁ ଆସିଲେ। ଏହି ପ୍ରସ୍ତାବରେ ଜାଇଙ୍କ ବାପା ମା ମଧ୍ୟ ସ୍ୱୀକୃତି ପ୍ରଦାନ କଲେ। 2 ପକ୍ଷ ରାଜି ହୋଇଥିଲେ ସୁଦ୍ଧା ଜାଇର ମନ ବିଲକୁଲ ବି ବିବାହ ପାଇଁ ରାଜି ନଥିଲା। କିନ୍ତୁ ବାଧ୍ୟ ହୋଇ ଜାଇ ବିବାହ ବନ୍ଧନରେ ବାନ୍ଧି ହେଲେ। ଦୁହିଁଙ୍କର ବିବାହ ସରିଲା। ତାର ଶାଶୁଘରକୁ ଯିବାକୁ ପ୍ରସ୍ତୁତ ହେଲେ। ଜାନି ଯୌତୁକରେ ସବୁ ନେଇ ଜାଇ ବିଦାୟ ନେଲେ। ଗାଁ ଲୋକ ସବୁ ତାଙ୍କର ଅତି ପ୍ରିୟ ଜାଇର ବିଦାୟ ବେଳରେ କାନ୍ଦି କାନ୍ଦି ତାଙ୍କୁ ବିଦାୟ ଦେଲେ। ଜାଇ ବି କାନ୍ଦି କାନ୍ଦି ଗାଁ ପାର ହୋଇ ଚିଲିକାର ତଟଦେଶକୁ ଆସିଲା। ଜାଇ ଗଲାବେଳେ ଗୋଟିଏ କଙ୍କଡ଼ା ତାର ଲୁଗାକୁ କାମୁଡ଼ି ଜାଇକୁ ଯିବାକୁ ଲାଗିଲା। ଜାଇ ଆଦି ଯାଆନା, ଜାଇ ଯାଆନା, ଏପରି କିଛି ଅଶୁଭ ହେବାକୁ ଯାଉଛି ବା ସଂକେତ ବୋଧେ ତାକୁ ମିଳିବାକୁ ଲାଗିଲା। କିନ୍ତୁ ଜାଇ ଏସବୁ କିଛି ବୁଝିପାରି ନଥିଲା। ଜାଇର ବାପା ଗୋଟେ ଡଙ୍ଗାବାଲାକୁ ଡାକିଲେ। ଡଙ୍ଗା ଆସି କୂଳରେ ଲାଗିଲା। ସେଇ ଡଙ୍ଗାରେ ଜାଇ ଆଉ ତା ବାପା ଦୁହେଁ ବସିଲେ। ସାମାନ ସବୁ ରଖାଗଲା। ଭଗବାନ ଜଗନ୍ନାଥଙ୍କର ନାମ ନେଇ ଜାଇଙ୍କର ଡଙ୍ଗା ଆଗକୁ ବଢ଼ିବାକୁ ଲାଗିଲା। ସବୁ ଗଣ୍ଡକୁ ଅତିକ୍ରମ କରି କରି ଡଙ୍ଗା ପାରିକୁଦ ଅଭିମୁଖେ ବଢ଼ିବାରେ ଲାଗିଲା। ଜାଇ ଡଙ୍ଗା ଭିତରେ ବସି ସବୁ କଥା ଭାବି ଭାବି କାନ୍ଦି କାନ୍ଦି ତାଙ୍କ ବାପାକୁ ପଚାରିବାକୁ ଲାଗିଲେ, ବାପା, ମୋତେ କାହିଁକି ଏତେ ଶୀଘ୍ର ପର କରିଦେଲ? ଚାଲ ଘରକୁ ଫେରିଯିବା। ତାଙ୍କ ବାପା ଅତି ବିନମ୍ର ଭାବେ ତାଙ୍କୁ ବୁଝେଇବାକୁ ଲାଗିଲେ। ଆଲୋ ମା, ତୁ କାନ୍ଦେନା। ଆଉ ଅଳ୍ପ ବାଟ, ତୁ ତ ଶାଶୁଘରେ ଯାଇ ପହଞ୍ଚିଗଲେ ତୋର ସବୁ ଦୁଃଖ ଦୂର ହୋଇଯିବ। ଧୀରେ ଧୀରେ ଡଙ୍ଗାଟି ଯାଇ ଚିଲିକା ହ୍ରଦର ମଧ୍ୟକୁ ପହଞ୍ଚିଗଲା। ଯେଉଁଠାରେ କି ଅକାତ ଗଣ୍ଡ, ଚାରିଆଡ଼େ ଶୂନଶାନ। କେହି ବି ଦେଖାଯାଉନାହାନ୍ତି। ଜଳ ହିଁ ଜଳ। କୌଣସି ଡଙ୍ଗା ବି ଦିଶୁନଥିଲା। ସୂର୍ଯ୍ୟର କିରଣ ଜଳରାଶି ଉପରେ ପିଟି ହେଉଥିଲା। ଜଳରାଶି ସୁନା ପରି ଚକଚକ ମାରୁଥିଲା। ଠିକ୍ ସେହି ସମୟରେ ଏକ ବିରାଟ ଧରଣର ବାତ୍ୟା ଆସିଲା। ସାଙ୍ଗେ ସାଙ୍ଗେ ଧଳା ବାଦଲ ସବୁ କଳା ବାଦଲରେ ପରିଣତ ହୋଇଗଲା। ଜାଇଙ୍କ ବାପା ଡଙ୍ଗାବାଲା ଏହା ଦେଖି ଭୟଭୀତ ହୋଇପଡ଼ିଲେ। ଜାଇ କାନ୍ଦିବାକୁ ଲାଗିଲା। ଶାନ୍ତ ଥିବା ଜଳରାଶି ଢେଉରେ ପରିଣତ ହୋଇଗଲା। ଡଙ୍ଗାଟି ଦୋହଲିବାକୁ ଲାଗିଲା। ସେମାନେ ସବୁ ଡରିଗଲେଣି ଏହା ଦେଖି। ପାଖରେ କୌଣସି ଟାପୁ ମଧ୍ୟ ନାହିଁ ଯେ ସେମାନେ ସେଠାରେ ଯାଇକି ଆଶ୍ରୟ ନେବେ। ସେମାନେ ଭାବିଲେ, ଆମେ ଏବେ ବଞ୍ଚିବୁ କେମିତି? ଏହାପରେ ବର୍ଷା ମଧ୍ୟ ଆରମ୍ଭ ହୋଇଗଲା। ପ୍ରଚୁର ମାତ୍ରାରେ ବର୍ଷା ହେବାକୁ ଲାଗିଲା। ଡଙ୍ଗାଟି ଧୀରେ ଧୀରେ ବୁଡ଼ିବାକୁ ଲାଗିଲା। ଜାଇକୁ ବି ପହଁରା ଆସୁନଥାଏ। ସେମାନେ 3 ଜଣ କୁଆଡ଼େ ଛିନଛତ୍ର ହୋଇଗଲେ। କାହାର ବି ପତ୍ତା ମିଳିଲାନି। ଧୀରେ ଧୀରେ ବର୍ଷା କମିବାକୁ ଲାଗିଲା। କଳା ବାଦଲ ଗୁଡ଼ାକ ଧଳା ହେବାକୁ ଲାଗିଲା। ସୂର୍ଯ୍ୟ ପୁଣି ଦେଖାଦେଲେ କିଛି ସମୟ ପରେ। ଜାଇ ବାପା ଆଉ ଡଙ୍ଗାବାଲା ପହଁରା ଆସୁଥିବାରୁ ସେମାନେ ପହଁରି ପହଁରି ଆସି ଗୋଟିଏ ଟାପୁରେ ଲାଗିଲେ। ହେଲେ ଦୁର୍ଭାଗ୍ୟବଶତଃ ଜାଇକୁ ପହଁରା ଆସୁନଥିଲା। ସେଥିପାଇଁ ଜାଇର ପତ୍ତା ମିଳିଲାନି। ବହୁତ ଖୋଜାଖୋଜି କରିବା ସତ୍ତ୍ୱେ ମଧ୍ୟ କୌଣସି ପତ୍ତା ମିଳିଲାନି ଜାଇର। ବହୁତ ସମୟ ଖୋଜି ଖୋଜି ସେମାନେ ନୟାନ୍ତ ହୋଇଗଲେ। ଯେଉଁ ଡଙ୍ଗାଟି ଓଲଟି ଯାଇଥିଲା ତାକୁ ସିଧା କରି ଗାଁକୁ କାନ୍ଦି କାନ୍ଦି ଫେରିଲେ। ଆଉ ସବୁ କଥା ବର୍ଣ୍ଣନା କଲେ। ଏପଟେ କିନ୍ତୁ ଗୋଟେ ଟାପୁ ଉପରେ ଗୋଟିଏ ଝିଅର କାନ୍ଦଣା ଶୁଭୁଥିଲା। ହେଲେ ବାପା ମୋତେ ବଞ୍ଚାଅ, ହେ ବାପା ମୋତେ ବଞ୍ଚାଅ, ଏପରି କହି କହି ସେ କାନ୍ଦୁଥାଏ।
ହେ ମା ମୋତେ ବଞ୍ଚାଅ, ହେ ବାପା ମୋତେ ବଞ୍ଚାଅ ଏମିତି ଚିତ୍କାର ଶୁଭୁଥାଏ। ମାତ୍ର ତା ଚିତ୍କାର ଶୁଣିବାକୁ କେହି ନଥିଲେ। ସେଇ ଟାପୁଟି ଚିଲିକାର ମଧ୍ୟଭାଗରେ ଚିତ୍କାର କରି କରି ଯାଇ ନିଜ ମାନସିକ ଶାରୀରିକ ସ୍ଥିତି ହରାଇବାକୁ ଲାଗିଲା। ଆଉ କାଳିମା ତାଙ୍କ ଶରୀର ଭିତରେ ପ୍ରବେଶ କରି ସେ ଟାପୁରେ ସବୁଦିନ ପାଇଁ କାଳିଜାଇ ନାମରେ ରହିଗଲେ। ସେ ଟାପୁ ପାଖାପାଖି ଯେତେବେଳେ କୌଣସି ମାଛ ଧରାବାଲା ଆଉ ଡଙ୍ଗାବାଲା ଯାଆନ୍ତି, ସେମାନେ ଯାଇର ଚିତ୍କାର ଶୁଣନ୍ତି। ବାପା ମୋତେ ବଞ୍ଚାଅ, ମା ମୋତେ ବଞ୍ଚାଅ ଏପରି ଚିତ୍କାର ଶୁଣିବାକୁ ଲାଗେ। କିନ୍ତୁ ଟାପୁକୁ ଯାଇ ଦେଖିଲା ବେଳେ କାହାର ଦର୍ଶନ ସେଠାରେ ମିଳେ ନାହିଁ। ଏହି କଥା ଧୀରେ ଧୀରେ ପାରିକୁଦର ରାଜା ଜଗନ୍ନାଥ ମାଂସିଙ୍କ କାନକୁ ଗଲା। ଆଉ ରାଜା 1717 ମସିହାରେ ସେଠାରେ ମନ୍ଦିର ନିର୍ମାଣ କଲେ। ସେଇ ଦ୍ୱୀପକୁ ଆଜି ଯାଏ ଆମେମାନେ କାଳିଜାଇ ଦ୍ୱୀପ ଭାବରେ ଜାଣୁଅଛୁ। ଏଠି ମା କାଳିଜାଇ ମନ୍ଦିର ସ୍ଥାପନ ହୋଇଛି। ଆଉ ମକର ସଂକ୍ରାନ୍ତି ଦିନ ଏଠି ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥାଏ। ଏହା ଥିଲା କାଳିଜାଇ ମନ୍ଦିରର ରହସ୍ୟ ବିଷୟରେ। ଆଜିର ଭିଡ଼ିଓଟିକୁ ମୁଁ ଏଇଠି ସମାପ୍ତ କରୁଛି। ଯଦି ଆପଣମାନଙ୍କୁ ମୋ ଭିଡ଼ିଓଟି ଭଲ ଲାଗେ ତାହେଲେ ସେୟାର କରିବାକୁ ଆଉ ସବସ୍କ୍ରାଇବ୍ କରିବାକୁ ନିଶ୍ଚୟ ଭୁଲିବେନି। ନମସ୍କାର।